ମଣିମା ଜୟ ଜଗନ୍ନାଥ। ଆଜି ଗୋଟେ ମୁଁ ଛୋଟ ଭିଡ଼ିଓ କରୁଛି, ଟିକେ ମେଡ଼ିକାଲ କେସ୍ ବ୍ୟସ୍ତ ଥିଲି, ଯେହେତୁ ଗୋଟେ ଲେଖିଥିଲି ଏ ଭିଡ଼ିଓଟା କରିବି ବୋଲି, ତେଣୁ ଆଜି ଏଇଟା କରୁଛି। ଆମେ କ'ଣ କ'ଣ ଭୁଲ କରୁଛେ ଯେତେ ସୋଲାର ଆପ୍ଲାଏ କରୁଛେ ବା କାହା ସହିତ ଆମେ ଜଡ଼ିତ ହେଇଯାଉଛେ ଇନଭେଷ୍ଟମେଣ୍ଟ ପାଇଁ, କ'ଣ ଭୁଲ କରୁଛେ। ମୁଁ ତାପରେ ଗୋଟେ ଛୋଟ 5-6ଟା ପଏଣ୍ଟ କରିଛି, ଭାବୁଛି ଆପଣଙ୍କୁ ଏଇଟା ସଦୁପଯୋଗ ଲାଗିବ। ପ୍ରଥମ ହେଲା ଡୋଣ୍ଟ ବାଏ ଫର୍ ସବସିଡି। ମାନେ ମୁଁ ତ କେତେ ପରସେଣ୍ଟେଜ କହିପାରିବିନି, ତଥାପି ମୁଁ ଯେତିକି କଷ୍ଟମର ସହ ମିଶୁଛି ବା ଯେତିକି ଜଣଙ୍କୁ ଇନକ୍ୱାରି କରୁଛନ୍ତି, ପାଖାପାଖି ମାନେ 95-98%, ଯଦି 100ଟା କଷ୍ଟମର ଆଜି ଇନ୍ସୁରାନ୍ସ କରୁଥିବ ଅନୁମାନ, 95-98 କଷ୍ଟମର ଓନ୍ଲି କେବଳ ସବସିଡି ପାଇଁ ଫୋନ୍ କରୁଛନ୍ତି। ବିଶ୍ୱାସ କରିବେନି, ସବସିଡି କେବେ ଆସିବ। ମୁଁ ଖାଲି 2ଟା କଷ୍ଟମର ଦେଖିଛି, ଜଣେ ରାଜକିଶୋର ନାଥ ଆଉ ଜଣେ ସମ୍ପଦ ମହାପାତ୍ର ନା କ'ଣ, ଆମର ଛତିଆ ପାଖ। 2 ଜଣ କହିଲେ ଆଜ୍ଞା ଆମ ୱାରେଣ୍ଟି କେମିତି କ୍ଲେମ୍ ହେବ, କାରଣ ଆପଣ ଏବେ ବ୍ୟବସାୟ କରୁଛନ୍ତି, ଆଗକୁ ବ୍ୟବସାୟ କରିବେନି, ସେ ୱାରେଣ୍ଟି ଆମେ କେମିତି କ୍ଲେମ୍ କରିବୁ। ମୁଁ ତାଙ୍କୁ ସେଇଟା ପରେ କେବେ ଗୋଟେ ଭିଡ଼ିଓ କରିବି। ମୁଁ ସେଥିପାଇଁ କହୁଛି, ଦେଖନ୍ତୁ ଏବେ ଯେଉଁ ଜେନ୍ ଜି ବା ଯୁବଗୋଷ୍ଠୀ ମାନେ, ତାଙ୍କର ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ଅଛି କି ଯଦି ବିଜେପି ସରକାର ହିଁ କେବଳ ଆମ ଧର୍ମ ଏବଂ ଆମ ହିନ୍ଦୁତ୍ୱବାଦୀକୁ ରକ୍ଷା କରିବ। ଠିକ୍ କଥା ଆଜ୍ଞା। ସେହିପରି ଆମକୁ ଏଇଟା ମାଇଣ୍ଡରେ ରଖିବା ପାଇଁ ପଡ଼ିବ କି ଆମେ ଜଣେ ଜଣେ ହେଉଛୁ ସୈନିକ, ଯେଉଁ ସୈନିକ କାର୍ବନ କମ୍ କରିବାରେ ଭାରତକୁ ସାହାଯ୍ୟ କରୁଛି, ଯେଉଁ ସୈନିକ ବିଶ୍ୱ ପାଇଁ ଚିନ୍ତିତ। ଏବଂ ଆପଣ କେବେ ଯଦି ଫାଙ୍କା ଟାଇମ୍ରେ ବହିଥିବା ଭାବିଥିବେ, ଆମେ ଗୋଟେ ଯେପରି ସ୍ୱାଧୀନତା ସଂଗ୍ରାମୀ, ଆମେ ସେହିପରି ଭାବରେ ଭବିଷ୍ୟତ ପିଢ଼ି ପାଇଁ ଗୋଟେ ସଂଗ୍ରାମୀ। ଯେଉଁ ସଂଗ୍ରାମୀ ଇଲେକ୍ଟ୍ରୋନିକ୍ ଉପରେ ସଂଗ୍ରାମ କରୁଛି, ଯେଉଁ ସଂଗ୍ରାମ ଚାଲିଛି ଆମେ କିପରି ସୂର୍ଯ୍ୟଙ୍କ କିରଣକୁ ୟୁଟିଲାଇଜ୍ କରିବା। ସେଥିପାଇଁ କହୁଛି ଆଜ୍ଞା ଆପଣ ସବସିଡି ପାଇଁ ଯାଆନ୍ତୁ ନାହିଁ। ସବସିଡି ତ ପାଇବେ, କିନ୍ତୁ ଆପଣଙ୍କ ମାଇଣ୍ଡରେ ରହୁ କି ମୁଁ ଏଇ ସୋଲାରଟାକୁ ଯେଉଁ ଲଗାଉଛି ଆଗାମୀ 25 ବା 30 ବର୍ଷ ଏଥିରୁ ଫାଇଦା ଉଠିବି। କିପରି ଉଠିବେ? ପ୍ରାୟ ଲୋକ ଛାତକୁ ବଞ୍ଚିବା ପାଇଁ ବହୁତ ହାଇଟ୍ କରୁଛନ୍ତି, ଆଗ ଗୋଡ଼ 5.5 ଫୁଟ 6 ଫୁଟ ବା 8 ଫୁଟ କରୁଛନ୍ତି, କିନ୍ତୁ ସଫା କରିପାରୁନାହାନ୍ତି। ଯାହାପରେ ଡଷ୍ଟ ବସିଯାଉଛି, ତାପରେ ବର୍ଷା ଭରସା, କେତେବେଳେ ବର୍ଷା ହେବ ସଫା ହେବ, କିନ୍ତୁ ସେଇଟା ଠିକ୍ ନୁହେଁ। ମୁଁ ଗୋଟେ ଲଗେଇଥିଲି ପିତାପଲ୍ଲୀରେ, ସେ ଆର୍ମି ସାର୍, ସେ ଭିଡ଼ିଓ ଆପଣ ଦେଖିଦେବେ। ସାର୍ ଆସିଲେ ସଫା କରିବେ, ତାପରେ ସେ ରେଜଲ୍ଟ ପାଇବେ। ଟାଟା ଲାଗିଛି, ଭଲ ଦାନ ଲାଗିଛି, କିନ୍ତୁ ମୁଁ ଗୋଟେ କହିଲି ସାର୍ କାହାକୁ କୁହନ୍ତୁ। ସାର୍ କହିଲେ ଆଜ୍ଞା ମୁଁ କ'ଣ ମ୍ୟାଡ଼ାମ୍ ଏକା ହେଉଛନ୍ତି, ଆଉ ଝିଅ ପୁଅ ସେମାନେ ଚଢ଼ି ପାରିବେନି, ମାନେ ସିଡ଼ି ଘର ଉପରେ ସେ ହାଇଟ୍ କରୁଛନ୍ତି, ତାଙ୍କ ଚିନ୍ତାଧାରା। କିନ୍ତୁ ମୁଁ ଟିକେ ସେତେବେଳେ ସାର୍ଙ୍କ ସହ ଯୁକ୍ତିତର୍କ କଲି, ଯେହେତୁ ସାର୍ ଗୋଟେ ବଡ଼ ଭାଇ ମୋତେ ଗାଇଡ଼ କରନ୍ତି, ତାଙ୍କ ସହ ଗୋଟେ ଛୋଟ ଯୁକ୍ତିତର୍କ ହେଇଥିଲା। ତାପରେ ହେଉଛି ଆର ୱାସ୍ ରେଗୁଲାର କରନ୍ତୁ। ଆପଣ ଯଦି ଜଣେ ମାନେ ସିଡ଼ିରେ ଆପଣ ଦେଖିଥିବେ, ପାଖାପାଖି 2ଟା ଘରେ ଆମର 2 କିଲୋ 3 କିଲୋ 2ଟା ଲାଗିଛି, 2 ଜଣ ଘରେ 4ଟା ଲାଗିଛି। ତାଙ୍କ ଆଗ ଜଣେ ସାହୁ ଅଛନ୍ତି, ସେ କହିଲେ ନାହିଁ ଆଜ୍ଞା ମୋର ଟିକେ ହାର୍ଟ ମାନେ ଅସୁବିଧା ଅଛି, ତେଣୁ ମୁଁ ଛାତକୁ ଯାଇପାରିବିନି, ସଫା କରିପାରିବି ନାହିଁ। ସେ ସୋଲାର ଲଗେଇଲେ ନାହିଁ। ମୁଁ ଚାହିଁଥିଲି ତାଙ୍କୁ ମିଛ କହିଥାନ୍ତି, ନାହିଁ ସାର୍ ସୋଲାର ଲଗାନ୍ତୁ, କିଛି ଅସୁବିଧା ନାହିଁ, ଟ୍ୟାପ୍ ସିଷ୍ଟମ୍ କରିଦେବା। କିନ୍ତୁ ଆମେ ମିଛ କହିପାରିଲୁନି। ଏବେ ଆମେ ଖୁସି ଯେ ସେ ଲୋକ ସୋଲାର ଲଗେଇ ନାହାନ୍ତି, କାହିଁକି ନା ଆଉ କେଉଁ ଭେଣ୍ଡର ପାଖରେ ଲଗେଇତେ ପାରନ୍ତି, କିନ୍ତୁ ଆଜ୍ଞା ଦେଖନ୍ତୁ ଭଡ଼ାଟିଆ ମାନେ କେବେ ଆପଣଙ୍କ ଘର ଯତ୍ନ ନେବେନି। ଆଉ ଯଦି ଆପଣ ନିଜ ପାଇଁ ନିଜେ ଚିନ୍ତା ନ କରିବେ, ତେବେ ଦେଖନ୍ତୁ ଏଇଟା ଗୋଟେ ଇନଭେଷ୍ଟମେଣ୍ଟ। ମୁଁ ତ କିଛି କହିପାରିନି ଆପଣ ଲଗାନ୍ତୁ ନ ଲଗାନ୍ତୁ। ଭାବନ୍ତୁ 200 ସ୍କୋୟାର ଫୁଟ ଜାଗା ଭ୍ୟାଲୁ କେତେ? ଆପଣ ଯଦି 1,38,000 ଟଙ୍କାରେ ଗଭର୍ଣ୍ଣମେଣ୍ଟରୁ ସବସିଡି, ଏ ଯେଉଁ ପାଖାପାଖି 25-30 ବର୍ଷ ଯାକେ ଲିଜ୍ ଦେଇ ଦେଉଛନ୍ତି କି ଆମେ ସୋଲାର ଲଗାଉଛୁ, ତମେ ଆମକୁ ସବସିଡି ଦିଅ 1,38,000 ଟଙ୍କା, ଆମେ ଛାତଟା ଆପଣ ଦେଇ ଦେଉଛୁ। କାରଣ ଇଲେକ୍ଟ୍ରୋନିକ୍ ଉପରେ କାହାର ଅଧିକାର ଅଛି? ଗଭର୍ଣ୍ଣମେଣ୍ଟର ନା, ତେଣୁ ଜାତୀୟ ସମ୍ପତ୍ତି। ଭାବନ୍ତୁ ଆମେ ଯଦି କାହାର ରକ୍ଷଣାବେକ୍ଷଣ ନ କରିବା କେମିତି ଚାଲିବ? ଆଉ ଗୋଟେ ଗୁଡ୍ ମେଟେରିଆଲ ଦେଖନ୍ତୁ, ପ୍ରାୟ କଷ୍ଟମର ନର୍ମାଲ ଲଗାଉଛନ୍ତି ବାଇଫେସିଆଲ, କେତେ ଜଣ ଲଗାଉଛନ୍ତି ଆପଣ ଟପକନ୍ ଲଗାଉଛନ୍ତି, ଆଉ କେତେ ଜଣ ଏଚ୍ ପାଇଁ ବି ଆମକୁ ଇନକ୍ୱାରି କରୁଛନ୍ତି, କିନ୍ତୁ ତାର ସବସିଡି ନାହିଁ। ତେଣୁ ମୁଁ ଯେଉଁମାନେ ଲଗାଉଛନ୍ତି ଇନକ୍ୱାରି କରନ୍ତୁ, କିନ୍ତୁ ଅଧିକା ବି ଏତେ ବି ଇନକ୍ୱାରି କରନ୍ତୁନି ଯେ ଆପଣ କନଫ୍ୟୁଜ୍ ହେଇଯିବେ। ମୁଁ ବହୁତ ଲୋକ ସହ କଥାବାର୍ତ୍ତା ହେଉଛି, ମାନେ ଆମେ ଆଜ୍ଞା କନଫ୍ୟୁଜ୍ ହେଇଯାଉଛୁ କ'ଣ କରିବୁ। ଆମେ ବି କିଛି ନିଜ ଏକ୍ସପିରିଏନ୍ସ କହୁ, କିନ୍ତୁ ଆମକୁ ଭଲ ଲାଗେ ନା କି ଗୋଟେ କୌଣସି କମ୍ପାନୀକୁ ପ୍ରମୋଟ୍ କରିବା। ସେମାନେ ଭାବିବେ କି ମାନେ ବ୍ୟବସାୟ ପାଇଁ ଜିନିଷଟା ହେଉଛି, ସେମାନେ ଆମକୁ ଅବିଶ୍ୱାସ କରିବେ। ଆଉ ଗୋଟେ କଥା କହୁଛି, ସବୁ SS ନଟ୍ ବୋର୍ଡ଼ ଲଗାନ୍ତୁ, ଟିକେ ପଇସା ଅଧିକା ପଡ଼ୁଛି। କେବେ ବି ଆପଣ ଭେଣ୍ଡରମାନଙ୍କ ସହ ପଇସା କମ୍ପେୟାର କରନ୍ତୁନି। ଗୋଟେ ଛୋଟ କଥା କହୁଛି, ଯେଉଁମାନେ ଆମ ସହିତ କାମ କରନ୍ତି ଆମକୁ ଟୋଟାଲି ଫାଇନାନ୍ସିଆଲ ଫ୍ରିଡମ୍ ଦିଅନ୍ତି, ତାଙ୍କ ଆମେ SS ନଟ୍ ବୋର୍ଡ଼ ଲଗାଉ, ବହୁତ ଭଲ ଜିନିଷ। ଯେଉଁମାନେ ଟିକେ ପଇସା କାଟି ଦିଅନ୍ତି, ଆଜ୍ଞା ଆମେ ବି ବ୍ୟବସାୟ କରୁଛୁ ନା, ଆମେ ବି ପୁଣି 2 ପଇସା ପାଇବୁ। SS ନଟ୍ ବୋର୍ଡ଼ ଲଗା ଗୋଟେ ପିସ୍ ପଡ଼ିଯାଉ 60 ଟଙ୍କା ପଡ଼ିଯାଉଛି, ଯେଉଁଟା ପ୍ୟାନେଲ ଭିତରେ ହେଉଛି ଏମିତିରେ 3.5 ଇଞ୍ଚ ନା 4 ଇଞ୍ଚ, ମୁଁ ଟିକେ କନଫ୍ୟୁଜ୍ ହେଇଯାଉଛି। ତେଣୁ ଆମେ ବି ଟିକେ ପଇସା କଷ୍ଟ କଟିଂ କରିଦେଉଛୁ, କାରଣ ଲୋନ୍ ଆମାଉଣ୍ଟ 1,89,000 ଆମେ ସବୁ ଲଗାଉଛୁ, ଟାଟାକୁ ଛାଡ଼ିକି ସବୁ ଟପକନ୍ ବି ଦେଉଛୁ। ତେଣୁ ଆପଣ ଟିକେ ଜାଣିବା ଦରକାର, ଯଦି ଆପଣମାନେ ଫୁଲ୍ କଷ୍ଟ କଟିଂ କରିଦେବେ, ତେଣୁ ଆମେ କେଉଁଠୁ ଆଣି ଆପଣଙ୍କୁ ଭଲ ଜିନିଷ ଦେବୁ? ତାପରେ କେବୁଲ୍ ବି, ଆଉ ଜଣକ 3 କିଲୋ ଲାଗିଲା, ତାଙ୍କ ଲୁମ୍ ଲାଗିଲା, ଆମେ ସେ ପ୍ରାଇସ୍ ହେଲା 1,98,000, ଆମେ 1,99,000 ଲଗାଉ ସମସ୍ତଙ୍କୁ, କିନ୍ତୁ ଆମେ 9,000 ଏଥିରେ ନେଲୁ। SS ନଟ୍ ବୋର୍ଡ଼ ଲଗେଇଲୁ, 4DP ଟାଟା ଦେଲୁ, ତା ସବୁ କେବୁଲ୍ ହାଭେଲ୍ସ ଲାଗିଲା, ଖାଲି ଆର୍ଥିଂ କେବୁଲକୁ ଛାଡ଼ିଲେ। ତେଣୁ ସେ ପଇସା ବାର୍ଗେନିଂ କଲେ, ଆମେ ତାଙ୍କୁ ଦେଇଦେଲୁ କୋଟେସନ୍, ସେ ବି ଦେଖିଲେ, ତାଙ୍କୁ ବି କୋଟେସନ୍ ଆସିଥିଲା 1,90,000 କିନ୍ତୁ ସେ ଆମ ପାଖରେ କମ୍ପେୟାର କଲେ, କାହିଁକିନା ଆମ ପାଖରେ ହାଭେଲ୍ସର ବୋଥ୍ AC ଆଉ DC କେବୁଲ୍ ଷ୍ଟକ୍ ଥିଲା। ଆଉ ଗୋଟେ କଥା କହୁଛି, ଆପଣ ଅଜଣା ଲୋକ ଉପରେ ଏତେ ବିଶ୍ୱାସ କରନ୍ତୁ, କାହିଁକି ନା ୟୁଟ୍ୟୁବ୍ ଗୋଟେ ମାଧ୍ୟମ, ତା ମାନେ ନୁହେଁ ଯେ ୟୁଟ୍ୟୁବ୍ ହେଉଛି ବିଶ୍ୱସ୍ତ, ମାନେ ବିଶ୍ୱାସର ପ୍ରତୀକ। ଆପଣ ବିଶ୍ୱାସ କରିବେନି, ସୁଭାଶିଷ ରାଉତ ସାର୍ ଅଛନ୍ତି ମୟୂରଭଞ୍ଜ, ଆଉ ଶତ୍ରୁଘ୍ନ ସାର୍ ଢେଙ୍କାନାଳ, ତାଙ୍କ ଫ୍ୟାମିଲିର 4 ଜଣ, ଆଉ ପିତାପଲ୍ଲୀ ସାର୍ ଏମିତି ଆଉ ଦେବାଶିଷ ଭାଇ ପୁରୀରୁ, ସେ ମୋତେ ବହୁତ ସପୋର୍ଟ କରନ୍ତି, ପ୍ରତି ଭିଡ଼ିଓ କମେଣ୍ଟ କରନ୍ତି। ତାଙ୍କ ପାଇଁ ଆମେ ଷ୍ଟ୍ରେଞ୍ଜର, କିନ୍ତୁ ସେମାନେ ବହୁତ ବିଶ୍ୱାସ କଲେ,
ଆଉ ଭଗବାନଙ୍କୁ ଆମେ ଧନ୍ୟବାଦ ଦେଉଛୁ କି ଆମେ ତାଙ୍କ ବିଶ୍ୱାସକୁ ମାନେ ଇନଭେଷ୍ଟମେଣ୍ଟରେ ପରିଣତ କରିପାରିଲୁ। ମୋତେ ବହୁତ ଖୁସି ଲାଗେ ଯେଉଁମାନେ ଦୂର ବାଟରୁ ଆସନ୍ତି, କାରଣ ସେମାନେ ଆମକୁ ବିଶ୍ୱାସ କରନ୍ତି, ଆମକୁ ଭୟ ବି ଲାଗେ ଆମେ ତାଙ୍କୁ ସଠିକ୍ ଇଏ ଦେଇପାରିବୁ ତ। ଯେପରି ଗୋଟେ ମୟୂରଭଞ୍ଜ ଲାଗିଲା ସୁଭାଶିଷ ସାରଙ୍କର, ଏବେ ଜଷ୍ଟ ଲାଗିଲା, ଆମ ସବୁ କାମ ହେଇଗଲା। ଆମେ ସିଏ କହୁଥିଲେ ଆଡଭାନ୍ସ, ମୁଁ ଆଡଭାନ୍ସ ଦିଅନ୍ତୁନି, ଯେବେ ମାଲ ଷ୍ଟକ୍ ଆସିବ ମୁଁ ତା ପୂର୍ବରୁ ଆଡଭାନ୍ସ ଆଣିବି। ଯେବେ ମାଲ ଆସିଲା ତା ପୂର୍ବଦିନ ସେ 95,000 ଦେଲେ। ଆମେ ଆମ ଇଲେକ୍ଟ୍ରିକାଲ ଟିମ୍କୁ ପଠେଇଲୁ, ସେମାନେ ବହୁତ ହେଲ୍ପ କଲେ ରାତି ଅନିଦ୍ରା, କିନ୍ତୁ ଅଧଘଣ୍ଟା କାମ ସିମେଣ୍ଟ କାମ କରିପାରିଲେ ନାହିଁ। ସେ ଲୋକ ଶିଖିଲେ କିନ୍ତୁ ମୁଁ ତାଙ୍କ ସହିତ ସେଇ କନଫିଡେନ୍ସ କଥା ହେଇପାରିଲିନି। ଆଉ ଯେଉଁ ଇଲେକ୍ଟ୍ରିକାଲ ଟିମ୍ ଯାଇଥିଲେ ସେମାନେ ହେଇପାରେ ମୋ କାମ ନିଜ କାମ ଭାବିଲେନି, କିମ୍ବା ରାତି ଅନିଦ୍ରା କଷ୍ଟ ହେଇଗଲା। ଆଉ ସେ ଭାଇ କହିଲେ ଦେଖନ୍ତୁ ବାପା ମା ଏକା ବୁଢ଼ାବୁଢ଼ୀ ହେଇଗଲେ, ସେ କୋଉଠୁ ଲୋକ ଡାକି ସିମେଣ୍ଟ କାମ କରିବେ। ଆଉ ମୁଁ ବି କହିଲେ ଆଜ୍ଞା ପଇସା କାଟିଦେବି, ସେ କହିଲେ ନାଇଁ ଆଜ୍ଞା ପଇସାଟା ବଡ଼ କଥା ନୁହଁ, କିନ୍ତୁ ସର୍ଭିସଟା ମୁଁ ଠିକ୍ ଅଛି ଆଜ୍ଞା, ଟିକେ ଟାଇମ୍ ଦିଅନ୍ତୁ, ମୁଁ ଦେଖୁଛି। ତାଙ୍କ ସହ କଥା ବି ହେଇନି, ରାଷ୍ଟ୍ରପତି ପ୍ରୋଗ୍ରାମ ଆସିଗଲା, ମୁଁ ବି ସାଇଟ୍ ଭିଜିଟ୍ କରିବି। ଆଉ ଯଦି ସିମେଣ୍ଟ ଗୋଡ଼ିବାଲି କାମ ନ ହେଇଥିବ ମୁଁ ନିଜେ ସେଇଠି ବସି ସିମେଣ୍ଟ ଗୋଡ଼ିବାଲି କାମ କରିଦେବି। ପଛେ ଗୋଟେ ଦିନ କେଉଁ ହୋଟେଲରେ ରହିକି ଯାହା ହୁଏ, କଷ୍ଟମର ସାଟିସ୍ଫାକ୍ସନ୍ ବହୁତ ବଡ଼ କଥା। ସିଏ ଆଉ କଷ୍ଟମର ଦିଅନ୍ତୁ ନ ଦିଅନ୍ତୁ ସେଇଟା ଗୋଟେ ଦୁସରା କଥା, ଗୋଟେ ଲୋକ ଶୁଭ ଚିନ୍ତା ଦେଉ, ଶୁଭ ଆଶୀର୍ବାଦ ଦେଉ। ଆଉ ଏବେ ବି ଟିକେ ତ ଲୋନ୍ ପ୍ରୋସେସ୍ ବହୁତ କଷ୍ଟ ହେଇଯାଇଛି। ଆପଣ ଆଗେ ଯିବେ କଷ୍ଟମର ଘରକୁ, ଜିଓ ଟ୍ୟାଗିଂ ଫଟୋ ଉଠେଇବେ, ତାଙ୍କ ନେଟ୍ ମିଟର ଏ ଯେଉଁ ଭେଣ୍ଡର କନଜ୍ୟୁମର ଏଗ୍ରିମେଣ୍ଟ ହେବ, ବହୁତ ପ୍ରୋସେସ୍ ବଢ଼ିଯାଇଛି। ଆଉ ଗୋଟେ ହେଲା ଆପଣ ଅଧିକା ମାନେ କହନ୍ତିନି, ମାନେ ଅଧିକା ଲୋଭ କହନ୍ତିନି, ଆମ ବହୁତ କଷ୍ଟ ଅଛି ଆଜ୍ଞା। ଆଉ ଆଜି 180 ଲଗେଇବେ ନା, ମୁଁ କହିଲି 180 ଆଜି ଲାଗିବ 3 କିଲୋ, ହଁ ଆମେ ତ ବହୁତ ଜାଗା ବୁଝୁଛୁ। ମୁଁ ଆଜ୍ଞା ଦେଖନ୍ତୁ, ମୁଁ ସେଇ କଷ୍ଟମରକୁ ଛୋଟ କଥା କହେ, ଆପଣଙ୍କୁ ଗୋଟେ ଅଲଗା ଭେଣ୍ଡର କଲେ 180 ୱାଦି ଲଗେଇବ, ମୁଁ ଆପଣଙ୍କୁ କହିଲି 180, ଆପଣ କାହା ପାଖକୁ ଯିବେ? ସେ କଷ୍ଟମର କହେ ଆଜ୍ଞା ମୁଁ ଆପଣଙ୍କ ପାଖକୁ ଜିନିଷ ନେବି। ମୁଁ କାହିଁକି? ଆଗ ତ ସିଏ କହିଲେ ନା 180, ମୁଁ ତ କହିନି। ନାଇଁ ନାଇଁ ଆପଣଙ୍କର ବହୁତ ଭଲ ଉପସ୍ଥାପନ ହେଉଛି ୟୁଟ୍ୟୁବରେ, ବିଶ୍ୱାସ ମୁଁ ନାଇଁ ଆଜ୍ଞା ବିଶ୍ୱାସ ନୁହଁ। ସିଏ ଯେଉଁ ସେକେଣ୍ଡ ପାର୍ଟି କେବେ ବି 180 କହିନଥିବ। ଆପଣ ଗୋଟେ ଅନ୍ଧାରେ ବାଡ଼ି ବୁଲାଉଛନ୍ତି, ବହୁତ କଷ୍ଟମର ହସନ୍ତି ଆଉ ବହୁତ କଷ୍ଟମର ରାଗି ବି ଯାଆନ୍ତି। ମୋତେ ବି ଲାଗୁନି କିଏ 180 ଦେଇଥିବ, ଯଦି କିଏ 180 ଦେଇଥିବ ସେଇଟା ମିଡିଲ ମ୍ୟାନ୍। ବହୁତ ସେ ବିଷୟରେ ମିଡିଲ ମ୍ୟାନ୍ ବିଷୟରେ ନ କହିବା ଭଲ ହେବ, କାରଣ ଆମର ବି ବହୁତ ମିଡିଲ ମ୍ୟାନ୍ ଅଛନ୍ତି। ଆଉ ମୁଁ ତାକୁ ଯାଉନି, ତେଣୁ ମୁଁ କହୁଛି ଆପଣ ଡାଇରେକ୍ଟ ଭେଣ୍ଡର ମାନଙ୍କ ସହ କଥାବାର୍ତ୍ତା ଟିକେ ହୁଅନ୍ତୁ। ମିଡିଲ ମ୍ୟାନ୍ ଯାଆନ୍ତୁ, କିଛି ଅସୁବିଧା ନାହିଁ, କିନ୍ତୁ ଭେଣ୍ଡର ମାନଙ୍କ ସହ କଥା ହୁଅନ୍ତୁ ଆଜ୍ଞା, କେବେ ଲାଗିବ ଉତ୍ତର ହେବ। ଆମ ଜଣେ ଲୋକ କାମ କରୁଥିଲେ, ଜେନା ଜଣେ କାମ କରୁଥିଲେ ମିଡିଲ ମ୍ୟାନ୍, ଜଣେ କଷ୍ଟମର ଲେଟ୍ ଲାଟ୍ ହେଇଗଲା। ସେ କଷ୍ଟମର ମୋତେ ଫୋନ୍ କଲେ, ଟିକେ ବହୁତ ବିରକ୍ତ ପ୍ରକାଶ ହେଲେ ବାଧିକାକୁ, ବହୁତ ରାଗିକି କଥା ହେଲେ, ରୁଡ୍ କଥା ହେଲେ। ତଥାପି କଷ୍ଟମର ଚଲେଜ ରାଇଟ୍, ମୁଁ ଦେଖିଲା ହଁ ସେ କଷ୍ଟମର ଆମ ଆପ୍ଲାଏ କରିଛନ୍ତି, ତା ପୁଅ ନା ଆପ୍ଲାଏ ହେଇଛି। ମୁଁ ବି ଆଜ୍ଞା ତାଙ୍କୁ କହିଲି ଆଜ୍ଞା ଦେଖନ୍ତୁ ଆପଣଙ୍କ କାମ ମୁଁ ଆଉ ଦେଖୁନାହିଁ, ତ ମୁଁ ଟିକେ ଅଲଗା କିପରି ଡିଲର ମାନେ ଆମ ଅଣ୍ଡର ଅଲଗା ଲୋକ କାମ କରିବେ, ଆଉ କେମିତି ଗୋଡାଉନ୍ ତିଆରି ହେବ, ଆଉ ଫ୍ରାଞ୍ଚାଇଜ୍ ଖୋଲା ହେବ, ତାପରେ ଧ୍ୟାନ ଦେଉଛି। ତଥାପି ବି ମୁଁ ଆପଣଙ୍କ କଥାକୁ ଦାୟିତ୍ୱ ସହ ନେଲି ଏବଂ ମୁଁ ତାଙ୍କ କାମ ବି ହେଇଗଲା। ଆଉ ଭଗବାନଙ୍କୁ ଧନ୍ୟବାଦ, ଯେ ହେଇଗଲା ବହୁତ କାମ, ତାଙ୍କୁ ବହୁତ ଟିକେ ମାଇନର ମିଷ୍ଟେକ୍ ଥିଲା, ସେ କାମ ସବୁ ହେଇଗଲା। ଆଉ ମୁଁ ସେବେ କହୁଛି ଆପଣ ଏଇଟା ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ କରୁଛନ୍ତି ନା, ଏତେ ବାର୍ଗେନିଂ କରନ୍ତୁନି। ଆପଣ ଯଦି କହିବେ ନା ମୁଁ ଯଦି ତନିଷ୍କୁ ସୁନା କିଣିବି, ଯାଇ କଲିକତା ସୁନା କିଣିବି, କିଣିବେ ବାଟରେ ଚୋରି ବି ହେଇଯିବ, ସେଇ ଜିନିଷ ଦେଖନ୍ତୁ ନା। ତେଣୁ ଏବେ 4-5 ଟଙ୍କା ଭ୍ୟାଲୁ କିଛି ନାହିଁ, ୱିଥ୍ ରେସ୍ପେକ୍ଟ 25 ବର୍ଷ ଯାଏ। ତେଣୁ ଛୋଟ ଛୋଟ ଜିନିଷ ଆପଣ ଯଦି ଇଏ କରିବେ ଅସୁବିଧା ହେଇଯିବ। ଆଉ ସବୁଠୁ ବଡ଼ କଥା ହେଲା ଓଟିପି, ଆଦେ ପାଖାପାଖି 4ଟା କି 5ଟା ଓଟିପି ଦରକାର। ତେଣୁ ଆପଣ ଯାହା ସହ କଥା ହେଉଛନ୍ତି ଭେଣ୍ଡର ସହିତ, ସପୋଜ ମୁଁ ଖାଲି ଗୋଟେ ଭେଣ୍ଡର ପ୍ରୋପ୍ରାଇଟର, ଆପଣ ମୋ ସହ କଥା ହେଲେ, ମୁଁ କହିବି ଆଜ୍ଞା ମୋ ପିଲା ଆପଣଙ୍କୁ କଲ୍ କରିବ, ତା ନାଁ ହେଲା ସାଗର, ତାର ନମ୍ବର ଏତିକି, ଆପଣଙ୍କୁ ଏ ପଠେଇବି, ମୋ ଦାୟିତ୍ୱ ହେଲା। ତାପରେ ଆପଣ କ'ଣ କରିବେ, ସେ ପିଲା ସହ କଥା ହେବେ, ତାପରେ ଓଟିପି ଦେବେ। ନହେଲେ ଏମିତି ନୁହେଁ ଯେ ଆମ ପିଲା ଫୋନ୍ କରିବେ ଆଜ୍ଞା ନମସ୍କାର ଜ୍ୟୋତି ବିନ୍ଦୁ ସୁଲା ପାଖକୁ କହୁଛି, ଓଟିପି ଦିଅନ୍ତୁ, ସେଟା ନ ଦେବା ଆପଣ ମୋ ମତେ ଠିକ୍ ହେବ। କାହିଁକିନା କିଛି ବି ହେଇପାରୁଛି, ଏବେ ଯେଉଁ ବେରୋଜଗାରୀ ସମସ୍ୟା ବଢ଼ୁଛି ଏବଂ ସିମ୍ ବକ୍ସ ବିକ୍ରି ହେଇଗଲାଣି ଅବାଧ ରୂପେ ୱେଷ୍ଟବେଙ୍ଗଲରେ, ସମସ୍ତେ ପାଖାପାଖି ସିମ୍ ବକ୍ସ କିଣିକିରି ତାଙ୍କ ସବୁ ଚାଲିଛି। ଆମ ଗାଁରେ ବି ଆପଣ ବିଶ୍ୱାସ କରିବେନି, ଗାଁରେ ହେଇଗଲା ଏଇ କାମ ସବୁ ଫର୍ଜରୀ କାମ। ଆମ ପେପର ଦେଖିତେ କଲିକତା ଗୋଟେ ଆଇଥିଲେ 1.5 କୋଟି ନା 2 କୋଟି ଟଙ୍କା, ମୁଁ କହିଲି ଆଶ୍ଚର୍ଯ୍ୟ, ମାନେ 22-24 ବର୍ଷ 2 କୋଟି ଟଙ୍କା କର କରୁଛନ୍ତି, ପୁଣି ରିଟାୟାର୍ଡ ଡକ୍ଟରଙ୍କଠୁ, ରିଟାୟାର୍ଡ ଓଏସ୍ ମାନଙ୍କଠୁ। ତାଙ୍କ ଏଠି ଲୋଭ ଥିବ ସେଇଟା ତ ଆମେ କହିପାରିବାନି। ଏମିତି ବହୁତ ଜିନିଷ ଅଛି। ମୁଁ ତେଣୁ କହୁଛି ଏଇଟା ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ। ଆଉ ଯେଉଁମାନେ ଗାଁରେ ରୁହନ୍ତୁ ବା କଟକ ଭୁବନେଶ୍ୱର ରୁହନ୍ତୁ, ମୋ ପ୍ରିଫରେନ୍ସ ହେଲା ଯଦି ଆପଣମାନେ ଆଗକୁ ଯୋଜନା କରୁଛନ୍ତି କି ଆଗାମୀ 5 ବର୍ଷ ଭିତରେ ଇ ଭେହିକିଲ୍ କିଣିବେ, ତାହେଲେ ଲିଥିୟମ୍ ବ୍ୟାଟେରୀ ଲଗେଇ ଦିଅନ୍ତୁ। କାହିଁକି ନା ସପୋଜ ଫନି ହେଲା, ଫନି ଟାଇପ୍ ହେଲା, 4-5 ଦିନ କୋଉଠୁ ପାଣି ଆଣିବେ, କୋଉଠୁ ବ୍ୟାଟେରୀ ସିଷ୍ଟମ ଆଣିବେ ଗାଡ଼ି ଚାର୍ଜ କରିବା ପାଇଁ, ଆମେ ତ ସବୁ ହେଇଗଲେ ଡିପେଣ୍ଡେବଲ୍ ହେଇଗଲେ ଗାଡ଼ି ଉପରେ। ତେଣୁ ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ ହେଉଛି। ବ୍ୟାଙ୍କ ଲୋନ୍ ଦେଉନି ସତ, ସବସିଡ଼ି ମିଳୁନି ସତ, କିନ୍ତୁ କିଛି ତ ମିଳୁଛି ସବସିଡ଼ି। ଆପଣ ଟିକେ ପୁସ୍ କରିଦେଲେ ହେଇଯିବ, ଗୋଟେ ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ ହେଇଯିବ। ଆପଣ ଏବେ ଆଖି ବନ୍ଦ କରି ଭାବନ୍ତୁ, ଯଦି ଲାଇନ୍ 10 ମିନିଟ୍ କଟିଗଲା, ଆପଣ କେମିତି ଶୋଇବେ, ଆପଣ ଫ୍ୟାମିଲିର ଛୋଟ ଛୋଟ ପିଲା କେମିତି ଶୋଇବେ। ତେଣୁ ଯୋଉଠୁ ବି କିଣନ୍ତୁ ସେଟା ମାଇଣ୍ଡରେ ରଖନ୍ତୁ ଯେ ହଁ ଲିଥିୟମ୍ ବ୍ୟାଟେରୀ, ଇନକ୍ୱାରି ତ କରନ୍ତୁ, ଆଟଲିଷ୍ଟ କିଣନ୍ତୁ ନ କିଣନ୍ତୁ ସେ ଦୁସରା କଥା, ଆଜ୍ଞା ଇନକ୍ୱାରି ତ କରନ୍ତୁ। କିନ୍ତୁ ପ୍ରାୟ ଲୋକ ନାଇଁ ଆଜ୍ଞା ସବସିଡ଼ି ନାହିଁ, ଏସା ନାହିଁ। ଆଉ ଗୋଟେ ହେଲା ୟୁଏଲ୍ଏ, ସେଇଟା ତ ଦେଖନ୍ତୁ ଆମେ ତ ଟିପିସିଏଲ୍ ଅଣ୍ଡର କାମ କରୁଛୁ, ଗୋଟେ ଡିସ୍କମ୍ ଅଣ୍ଡର କାମ କରୁଛୁ, ଟାଟା ଅଣ୍ଡର କାମ କରୁଛୁ, ଓଡ଼ିଶା ସରକାରଙ୍କ ଅଣ୍ଡର କାମ କରୁଛୁ, ସେ କହିହେବନି। କିନ୍ତୁ ମୋ ମତେ ୟୁଏଲ୍ଏଟା ଯଦି ଆପଣଙ୍କ ଫାଇନାନ୍ସିଆଲ ଷ୍ଟେବୁଲ୍ ଅଛି, ୟୁଏଲ୍ଏଟା ନ ଲଗେଇବା ଭଲ। କାହିଁକି ନା ପ୍ରତିବର୍ଷ ପାଖାପାଖି 2-3% ଆମ ଇଲେକ୍ଟ୍ରିକ୍ ଲୋଡ୍ ଅଧିକା ବଢ଼ୁଛି।
ୱାଟେଜ କମି ଯାଉଛି ସତ, ମାନେ ଆଗରୁ 100 ୱାଟ୍ ବଲ୍ ଥିଲା ଏବେ 9 ୱାଟ୍ ବଲ୍ ହେଇଯାଉଛି, କିନ୍ତୁ ଆପଣ କେବେ ଭାବିଛନ୍ତି ଆମେ ଏତେ କାହିଁ ଇଲେକ୍ଟ୍ରିକ୍ ବିଲ୍ ବଢୁଛି? କାହିଁକିନା ଆମ କନଜମ୍ପସନ୍ ଅଧିକା ବଢିଯାଉଛି, ୱାଟର, ଗିଜର, ହିଟର ବହୁତ ପ୍ରକାର। ତେଣୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି କି ଆପଣ ପ୍ରିଫର 3 କିଲୋୱାଟ୍ କରିଦିଅନ୍ତୁ, 5 କିଲୋୱାଟ୍ ପଛେ ନ କରନ୍ତୁ, 3 କିଲୋୱାଟ୍ କରିଦିଅନ୍ତୁ। ଏବେ ଇଏମ୍ଆଇ ସହଜ ହେଇଗଲାଣି, ଗୋଟିଏ ଓଟିପି ଇଏମ୍ଆଇ ହେଇଯାଉଛି। ଭାବନ୍ତୁ ଏସି କିଣିବା ପାଇଁ କେତେ ଟାଇମ୍ ଲାଗିବ? ସମସ୍ତେ ଯାହାହେଲେ ବି ଏସି କିଣିବା ଆପଣ, ମୁଁ ଲେଖି ଦଉଛି ପାଖାପାଖି ଏ ଭିଡ଼ିଓ ଯେତେବେଳେ ଦେଖିବେ, ସେ ଭିଡ଼ିଓ ତ ବହୁତ ଲୋକଙ୍କ ଏସି ଥିବ, ଯାହାର ଏସି ନଥିବ ସେଥିରୁ 100ରୁ ପାଖାପାଖି 20ରୁ 30 ଭାଗ ଲୋକ ଯାହାହେଲେ ବି ଆଗାମୀ 2-3 ବର୍ଷ ଏସି କିଣିବେ। ଗରମ ବି ବଢୁଛି, ଆଉ ତେଣୁ 3 କିଲୋ ଲୋକ ଯୋଉମାନେ ଆର୍ଥିକ ଭାବେ ସ୍ୱଚ୍ଛଳ ଅଛନ୍ତି, ମାନେ ମାନେ ଭାବନ୍ତୁ ତାଙ୍କ ଏମିତି ପରିସ୍ଥିତି କି ସେ ଆଉ କାହା ପାଖରେ ଟିକେ ପରିଶ୍ରମ କଲେ ପେଟ ପୋଷିବେ, ବା ଯୋଉ କହନ୍ତିନି ଭାଗୁଆକୁ ଚାଷ ଆଣିକି କରନ୍ତି, ତାହେଲେ ଆପଣ ୟୁରିଆ ଲଗାନ୍ତୁ, ଲାଭ ଅଛି। ଆଉ ନଚେତ ନାହିଁ ଆପଣ 3 କିଲୋ ରୂପେ ଯାଆନ୍ତୁ, କାହିଁକି ନା ସ୍ଲାବ୍ 1, 2, 3, 4 ଯୋଉ ସ୍ଲାବ୍ 4 ଯୋଉ ଇଲେକ୍ଟ୍ରିସିଟି ଆସୁଛି, ଯୋଉ ମାନେ ଇଏ ହେଉଛି କମ୍ପାଉଣ୍ଡ ଇଏ ହେଉଛି, ଆପଣ ବହୁତ ଛୁଟକାରା ପାଇବେ, ବହୁତ ମାନେ କହନ୍ତି ରିହାତି ପାଇବେ। ତେଣୁ ଦେଖନ୍ତୁ, ଆଉ ଏଇଟା ହେଲା ଏତିକି ଜିନିଷ ଯେତିକି ମୁଁ ମାନେ କର୍ମମୟ ଜୀବନରେ ଯେତିକି ତତ୍ତ୍ୱ ଦେଇ ଇଏ କରିଥିଲି ଏ 1.5 ଘଣ୍ଟା ଭିତରେ, ସେତିକି ଏ ଭିଡ଼ିଓଟା ଆପଣଙ୍କୁ ଉପସ୍ଥାନ କରୁଛି। ଆଉ ବହୁତ ପଏଣ୍ଟ ଅଛି, ଯେପରି ଆମ ଘର ପାଖରେ ଗୋଟେ ଲୋକ ସୋଲାର ଲଗେଇଛି ପୂର୍ବ ଆଡ଼କୁ ମୁହଁ, ମାନେ ଆପଣ ବିଶ୍ୱାସ କରିବେନି, ମୋର ସାଙ୍ଗ ଏବେ ସୋଲାର ଲାଗିଲା, ଲୁମ୍ ସୋଲାର ସେ ଲଗେଇଲା, ମତେ କହିଲା ମୁଁ ବି ଲୁମ୍ ଲଗେଇଛି, ତୁ ବି ଲୁମ୍ ଲଗା, 100% ଭଲ ଆସିବ। ତାଙ୍କ ବାପା କହିଲେ ନାଇଁ କ୍ରିଷ୍ଣା ମୋର ଏମିତି ପୂର୍ବ ପଟୁଆ ସୋଲାର ରହିବ। ମୁଁ କହିଲି ଅଙ୍କଲ ମୁଁ କଦାପି ପୂର୍ବ ପଟୁଆ ସୋଲାର ଲଗେଇ ପାରିବି ନାହିଁ। ସିଏ ନେଇଗଲେ ତାଙ୍କ ପଡ଼ୋଶୀକୁ ଏମିତି ପୂର୍ବ ପଟୁଆ ଲାଗିଛି। ମୁଁ କହିଲି ସିଏ ଲଗେଇଛନ୍ତି ଠିକ ଅଛି, କିନ୍ତୁ ମୁଁ ଲଗେଇବି ଦକ୍ଷିଣ ପଟୁଆ। କାହିଁକି ନା ଯେତେବେଳେ କାରଣ ଗଭର୍ଣ୍ଣମେଣ୍ଟ ଲକ୍ଷ ଅତି ସବସିଡି ଦଉଛି, ସେ ଯାହାହେଲେ କେବେ ରିଭ୍ୟୁ କରିବ, ଦେଖିବ ଯେ ଜେବି ସୋଲାର ଏମିତି ଲଗେଇ ସୋଲାର ପୂର୍ବ ଆଡ଼କୁ, ସେ ବ୍ଲାକ୍ ଲିଷ୍ଟ କାହାକୁ କରିବ? କେବେ କଷ୍ଟମର କରିବନି, କାରଣ କଷ୍ଟମର ଅଲରେଡି ରାଇଟ୍। କଷ୍ଟମର ଗୋଟେ ସୋଲାର ଭେଣ୍ଡରକୁ ଦେଉଛି ପଇସା, କଷ୍ଟମର ଟାଟା କମ୍ପାନୀକୁ ଦେଉଛି ପଇସା, ସେ ଭେଣ୍ଡରକୁ ନାଲି ଆଖି ଦେଖିବ। ତେଣୁ ମୁଁ ତାଙ୍କୁ ବହୁତ ବୁଝିଲା ପରେ ଦକ୍ଷିଣ ଆଡ଼କୁ କଲି, ସେ ବି ଖୁସିରେ ରାଜି ହେଲେ। ଏତିକି କଥା। ଆଉ ସବସିଡିଟା ଆପଣ ଯୋଉ ଆସୁଛି ତାର ଉପଭୋଗ ମଜା ନିଅନ୍ତୁ, ଇଏ କରନ୍ତୁ, କିନ୍ତୁ ଗୋଟିଏ ରିକ୍ୱେଷ୍ଟ ଆଜ୍ଞା, କେୟାର ନିଅନ୍ତୁ ସୋଲାର, ନହେଲେ ଇଏ ବି ଯୋଉଟା ଆଜିକା ଆମ ପାଇଁ ବହୁତ ଭ୍ୟାଲୁଏବୁଲ, କାଲି ଆବର୍ଜନା ହେଇଯିବ। ଯେମିତି ପଲିଥିନ୍ ପଡୁଛି ବାହାରେ ରାସ୍ତାଘାଟରେ, ପଲିଥିନ୍ ପଡୁଛି, ଶିବ ମନ୍ଦିର ଆପଣ କ୍ଷୀର ନେଇଯାଉଛନ୍ତି ପଲିଥିନ୍, ଲୋକ ପିତ୍ତଳ ବାସନ ୟୁଜ୍ କରୁନାହାନ୍ତି, ସେ ବି ରାସ୍ତା କଡ଼ରେ ସବୁ ପଡ଼ିଥିବ। ଆଉ ଷ୍ଟ୍ରକ୍ଚର ବହୁତ ଷ୍ଟ୍ରଙ୍ଗ କରନ୍ତୁ, କାରଣ ଓଡ଼ିଶା ଯାହାହେଲେ 2-3 ବର୍ଷ ଥରେ ଗୋଟେ ବାତ୍ୟା ଆସୁଛି। ଆଉ ସମସ୍ତେ ଏସ୍ଏସ୍ ନଟ୍ ଗୋଟେ ଲଗାନ୍ତୁ। ସବୁଠୁ ବଡ଼ କଥା ହେଲା ଓଟିପି ଗୋଟେ ଦେଖିକି ଦିଅନ୍ତୁ, ନହେଲେ ନାହିଁ କିଛି ବି ହେଇଯାଇପାରେ ନା, କିଏ ପଡ଼ିବେନି, ଓଲଟା ଆମ ଭେଣ୍ଡର ଭାଇମାନେ ଆମେ ବ୍ଲେମ୍ ହଉ। କାହିଁକିନା ବହୁତ ବାହାରୁଥିବେ ଯେ ବହୁତ ଭେଣ୍ଡର ଭାଇ ପାଖରେ ଲୋକ ସମସ୍ତେ ଆମେ ଜାଣିଛୁ ତା ଇଣ୍ଟେନସନ୍ କ'ଣ ଅଛି। ରହୁଛି, ଜୟ ଜଗନ୍ନାଥ।